ଶ୍ରୀମନ୍ଦିର ସାମ୍ନାରେ ପ୍ରଭୁଙ୍କର ଅନ୍ତର ଲୀଳା କଥା ମନ୍ଦିର ଭିତରେ ଥାଇ ପ୍ରଭୁଙ୍କର ଯେଉଁ ଲୀଳା ଚାଲିଛି ଭକ୍ତମଣ୍ଡଳୀଙ୍କ ଆଗରେ ତାହା ବର୍ଣ୍ଣନା କରୁଥିଲେ ଗଦଗଦ ହୋଇ। ଆଜି ଆମେ 4 ଜଣ ବନ୍ଧୁ ଏଠି ବସିଲି, ସେମାନଙ୍କ ତରଫରୁ ମୁଁ ରଜତ କୁମାର କର ଆଜି ଆମର ସମସ୍ତ ଜନତାକୁ ସେହି ପ୍ରାର୍ଥନା ଚ୍ୟାନେଲ ତରଫରୁ ସ୍ୱାଗତ କରୁଛି। ପ୍ରଭୁଙ୍କର ଲୀଳା କଥା କହୁଥିଲେ ବନ୍ଧୁ, ପ୍ରଭୁଙ୍କର ସେହି ଲୀଳା ଦର୍ଶନର କିଛି ସୁଯୋଗ ମିଳିଥିଲା କାଲି ରାତ୍ରରେ। ହଜାର ହଜାର ଦର୍ଶକଙ୍କ ଗହଣରେ ଆସିଲା ବେଳେ ମନେ ହେଉଥିଲା କି ଲୀଳା ଲଗେଇଛନ୍ତି ପ୍ରଭୁ। କେତେ ଦୂର ଦୂରାନ୍ତରୁ କେତେ ଆଶା ନେଇ, କେତେ ଭାବନା ନେଇ, କେତେ ମନର ବାଞ୍ଛା ନେଇ ସମସ୍ତେ ଧାଇଁଛନ୍ତି ପ୍ରଭୁଙ୍କ ପାଖରେ। କି ଆକର୍ଷଣ! ଆଜି ନବଯୌବନ, ଆଜି ପ୍ରଭୁଙ୍କର ଏ ନବଯୌବନ କିପରି ହେଲା? 15 ଦିନ ତଳେ ପ୍ରଭୁଙ୍କର ସ୍ନାନ ହେଇଥିଲା। ସେଇ ସ୍ନାନରେ 108 ଗରା ପାଣି ଢାଳି ହୋଇ ପ୍ରଭୁଙ୍କୁ ଜ୍ୱର ହେଇଗଲା କହୁଥିଲେ। ପ୍ରଭୁ କମ୍ପୁଥିଲେ ଜ୍ୱରରେ। ଆଶ୍ଚର୍ଯ୍ୟ ଲାଗିଲା। ମନରେ ଏଇ ଭାବନା ମଧ୍ୟ ଆସେ, ଯାହାକୁ ଜ୍ୱର ହେଇଥିଲା, ଯାହାଙ୍କ ପାଇଁ 10 ମୂଳା ରିଷ୍ଟ ବୈଦ୍ୟ ଆଣି ଦେଉଥିଲେ, ଏପଟେ ତାଙ୍କରି ଆଗରେ ପର୍ଦ୍ଦା ପଡ଼ି ପଟିଦିଅଁ ବସିଛନ୍ତି। ଭକ୍ତମାନେ ଆସୁଥିଲେ ଦେଖିବାକୁ ପଟିଦିଅଁଙ୍କୁ। ବଳଭଦ୍ରଙ୍କ ସ୍ଥାନରେ ବସିଛନ୍ତି ଭଗବତ ବାସୁଦେବ, ସୁଭଦ୍ରାଙ୍କ ସ୍ଥାନରେ ବସିଛନ୍ତି ମା ଭୁବନେଶ୍ୱରୀ, ସେପଟେ ବସିଛନ୍ତି ବାସୁଦେବ ବା ନାରାୟଣ। କେତେକ ମତରେ ବଳଭଦ୍ରଙ୍କୁ କହୁଛନ୍ତି ବାସୁଦେବ, କିନ୍ତୁ ଯେଉଁମାନେ ଦେଖିଛନ୍ତି ଶୟନ ଦିଅ, ଯିଏ ପ୍ରତିଦିନ ରହନ୍ତି, ଶୋଇକିରି ରହିଥାନ୍ତି, ସୁନାର ପ୍ରତିମା, କ୍ଷୁଦ୍ର ପ୍ରତିମା ବଳଭଦ୍ରଙ୍କର ନାମରେ ବାଡ଼ରେ, ତାଙ୍କର ନାମ ହେଉଛି ଭଗବତ ବାସୁଦେବ ଏବଂ ଇଏ ହେଉଛନ୍ତି ବାସୁଦେବ, ଇଏ ହେଉଛନ୍ତି ଭୁବନେଶ୍ୱରୀ। ତେଣୁ ଏଇ ମୂର୍ତ୍ତି ଏବଂ ତାଙ୍କ ଗହଣରେ, ବଳଭଦ୍ରଙ୍କ ଗହଣରେ ଅଛନ୍ତି ନୃସିଂହ, ବଳଭଦ୍ରଙ୍କ ଗହଣରେ ଅଛନ୍ତି ନୃସିଂହ, ଅଛନ୍ତି ନାରାୟଣଙ୍କ ଗହଣରେ ଅଛନ୍ତି ଆମର ଗହଣରେ ଅଛନ୍ତି ଦୋଳଗୋବିନ୍ଦ, ୟାଙ୍କ ପାଖରେ ଅଛନ୍ତି ରାମ ଏବଂ କୃଷ୍ଣ, ସୁଭଦ୍ରାଙ୍କ ପାଖରେ ଅଛନ୍ତି ଶ୍ରୀଦେବୀ ଭୂଦେବୀ। ବୁହା ହଉଛି ହାର ଭାର ଅନ୍ନ। କିଏ ଖାଉଛି? ପ୍ରଭୁ ଖାଉଛନ୍ତି, ପ୍ରଭୁ ତାକୁ ଗ୍ରହଣ କରୁଛନ୍ତି। ଏଇ ତ ମତେ ବିସ୍ମିତ କରିଥିଲା, ଆଶ୍ଚର୍ଯ୍ୟ କରିଥିଲା। ପ୍ରଭୁ ଇଏ କି ଲୀଳା! ଏପଟେ ପର୍ଦ୍ଦା ଆଢୁଆଳରେ ତୁମେ ସେବକ ମାନଙ୍କ ଗହଣରେ ଜ୍ୱରର ଛଳନା କରି ବା ଜ୍ୱରର ବାହାନା କରି ବା ଜ୍ୱରର ଏକ ଭିଆଣ କରି ତୁମେ 10 ମୂଳା ନଷ୍ଟ ଖାଉଛ। ତୁମର ସେବା ଚାଲିଛି, ତୁମ ପାଇଁ ଉପଚାର ଚାଲିଛି, ସେପଟେ ତୁମେ ସହସ୍ର ମୁଖରେ ତୁମେ ଭୋଜନ କରୁଛ। ମହାପ୍ରସାଦ ହେଉଛି, କେହି ଫେରି ଯାଉନାହାନ୍ତି। ଯେଉଁମାନେ ଥରେ ଦେଖିଥିଲେ, ଯେଉଁମାନେ ସେଇ ଅରୂପର ସହିତ ପରିଚିତ ଥିଲେ, ଯାହାଙ୍କ କଥା କହୁଥିଲେ ସେ ଅପାଣି ପାଦ, ଯାହାଙ୍କର ହାତ ନାହିଁ, ଯାହାଙ୍କର ପାଦ ନାହିଁ, ଯାହାଙ୍କର କର୍ଣ୍ଣ ନାହିଁ, ସେଇଭଳି ଏକ ଅପୂର୍ବ ମୂର୍ତ୍ତି ତିଆରି କରିଛି ଏଇ ଭୂମି, ଏଇ ଭୂଖଣ୍ଡ। ଏଇ ଭୂଖଣ୍ଡ କାହିଁକି ଏତେ ପବିତ୍ର? ଏଇ ଭୂଖଣ୍ଡ ଏଇପରି ଭାବରେ କଣ ଥିଲା? ପ୍ରାଚୀନ କାଳରୁ, ବୈଦିକ ଯୁଗରୁ କଣ ଏଇ ରୂପ ଥିଲା? ଏଇ ଭୂଖଣ୍ଡ ସମୁଦ୍ରର ଗର୍ଭରୁ, ଶରୀର ଗର୍ଭରୁ ଉତ୍ଥିତ ହେଲା ଭୂଦେବୀ ଏକ ବେଦୀ ରୂପରେ। ଯେଉଁ ବେଦୀ କଥା କହିଛନ୍ତି ମହାଭାରତରେ, ପାଣ୍ଡବମାନେ, ମହାଭାରତ ଭଳି ତ ଅଥେଣ୍ଟିକ ଡକୁମେଣ୍ଟ, ଅତ୍ୟନ୍ତ ବିଶ୍ୱାସଯୋଗ୍ୟ। ପୁରାଣରେ ବହୁତ କାହାଣୀ, ପୁରାଣରେ ବହୁତ କଥା, ପୁରାଣରେ ବହୁତ କଳ୍ପନା, ସେ ବିଷୟ ଆମେ ଜାଣିଛେ। କିନ୍ତୁ ମହାଭାରତରେ ମଧ୍ୟ ପରବର୍ତ୍ତୀ କାଳରେ ବହୁ କଥା ପ୍ରକ୍ଷିପ୍ତ ଭାବରେ ଯୋଡ଼ି ଦିଆଯାଇଛି ବିଭିନ୍ନ ସମ୍ପ୍ରଦାୟଙ୍କ ମତବାଦକୁ ପ୍ରତିଷ୍ଠା କରିବା ପାଇଁ। କିନ୍ତୁ ମହାଭାରତ ମୂଳଟା ଯାହା, ପାଣ୍ଡବମାନେ ଏଠି ଆସି ଦର୍ଶନ କରିଥିଲେ, ପାଣ୍ଡବମାନେ ବୈତରଣୀରେ ସ୍ନାନ କରିଥିଲେ। ତେଣୁ ସେଇଠି ତାଙ୍କୁ ତାଙ୍କର ଗୁରୁ କହୁଛନ୍ତି, ଯେତେବେଳେ ଋଷିଙ୍କୁ, କଶ୍ୟପ ଋଷିଙ୍କୁ ଦାନ କରିଦେଲେ, ପୃଥିବୀଙ୍କୁ ଦେଇଦେଲେ, ପୃଥିବୀ ମା କୁପିତା ହୋଇ କୋପରେ ଗୁପ୍ତ ହେଇଗଲେ। ଭଗବାନ ବରାହ ରୂପ ଧରି
ତାଙ୍କୁ ତାଙ୍କର ନିଜ ଦନ୍ତରେ ସମୁଦ୍ରର ଅତଳ ଗର୍ଭରୁ ତାଙ୍କୁ ଉତ୍ଥାନ କରି ତାଙ୍କୁ ଉତ୍ଥିତ କଲେ। ସେଇ ପ୍ରଭୁ ଯିଏକି ବେଦୀ ରୂପରେ ଦେଖାଦେଲେ, ସେଇ ମା ଧରା ଏବେ ଭୁବନେଶ୍ୱରୀଙ୍କ ପାଖରେ ଶ୍ରୀଦେବୀ ଧରାଦେବୀ ସେଇଥିପାଇଁ ସପ୍ତାବରଣ କିଛି ଆବଶ୍ୟକତା ନାହିଁ। ପ୍ରଥମ ମୂର୍ତ୍ତି, ଦ୍ୱିତୀୟ ମୂର୍ତ୍ତି, ତୃତୀୟ ମୂର୍ତ୍ତି ଏବଂ ଚତୁର୍ଥ ମୂର୍ତ୍ତି ସୁଦର୍ଶନ ତା ସାଙ୍ଗରେ ଏ ମୂର୍ତ୍ତି ରହି ସପ୍ତାବରଣ କଲେ। କିନ୍ତୁ ସେଇ ଧରାଦେବୀ ମା ପୃଥିବୀ ସେ ଯେତେବେଳେ ଉତ୍ଥିତ ହେଲେ ସେଇ ବେଦୀ ରୂପରେ ପ୍ରତୀକ ରୂପରେ ରହିଲେ। ତେଣୁ ମୂଳରୁ ବାଲିର ଯୋଉ ପାହାଡ ଦୂରରେ ନୀଳ ଦିଶୁଛି, କଣ୍ଟକରାଜି, ବୃକ୍ଷରାଜି, ଗୁଳ୍ମରାଜି ଏମାନଙ୍କର ଦ୍ୱାରା ପରିବେଷ୍ଟିତ ପରିଶୋଭିତ ହୋଇ ନୀଳ ପାହାଡ, ନୀଳ କନ୍ଦର, ଯାହାକୁ ପରବର୍ତ୍ତୀରେ କୁହାଗଲା ନୀଳ। ନୀଳର ଅର୍ଥ ହଉଛି ଯୋଉଠି ଲିପ୍ତ ହୋଇଯିବା, ବିଲୀନ ହେଇଯିବା, ଗୁପ୍ତ ହେଇଯିବା। ଠିକ ଏଇ ନୀଳ ପାହାଡ, ନୀଳ ପର୍ବତ ଆସାମର କାମାକ୍ଷାଠାରେ ମଧ୍ୟ ରହିଛି। ବହୁ ରହସ୍ୟମୟ କଥାର ଏଠାରେ ଶୋଭା ଭଣ୍ଡାର ରହିଛି। ଏଇ ଭୂଖଣ୍ଡରେ ଯେତେବେଳେ କଣ୍ଡୁମୁନି ଆସୁଛନ୍ତି, ପ୍ରଥମେ କଣ୍ଡୁମୁନି ଆସିଲେ। କଣ୍ଡୁମୁନି ଯେତେବେଳେ ଆସିଲେ, କଣ୍ଡୁ ଆଶ୍ରମ ଏଠି ଅଛି, ଅଙ୍ଗିରା ଋଷିଙ୍କର ଆଶ୍ରମ ଏଠି। ତେଣୁ ବହୁ ପ୍ରାଚୀନ ଋଷି ଏଇଠାରେ ଆମର ମିଥିଳାର ରାଜା ସେ ଆସି ଜାନକୀ ମାଙ୍କୁ ଏଇଠାରୁ ଯଜ୍ଞଶାଳାରୁ ଉଦ୍ଧାର କରିଥିଲେ। ଏଇଠାରେ ଯଜ୍ଞ ହେଇଥିଲା। ଏଇଠାରେ ଜନକ ମହର୍ଷି ଯଜ୍ଞ କରୁଥିଲେ। ଯଜ୍ଞର ମୂଳ କଥା ଯେ ଯଜ୍ଞ କର୍ତ୍ତା ସେ ନିଜେ ଫଳ ଧରି ସେ ଲଙ୍ଗଳରେ ଚାଷ କରି ଯଜ୍ଞ ଭୂମିକୁ ତାକୁ ପ୍ରସ୍ତୁତ କରିବେ। ସେତିକି ବେଳେ ମା ବାହାରିଥିଲେ। ତେଣୁ ବହୁ ପ୍ରାଚୀନ ଏ କଥା ନିଶ୍ଚିତ ଭାବରେ ଏ ରାଜ୍ୟ ପ୍ରାଚୀନ, ଏ ଭୂଖଣ୍ଡ ପବିତ୍ର। କିନ୍ତୁ ନିଶ୍ଚିତ ଭାବରେ ଆମେ କହିବା ଏଇ ରୂପରେ, ଏଇ ଭାବରେ ପ୍ରଭୁ ପ୍ରାଚୀନ କାଳରୁ ବୈଦିକ ଯୁଗରୁ ଅଛନ୍ତି ବୋଲି ଆମେ ଗବେଷକ ଏବଂ ବାହାରର ଯେଉଁମାନେ ହଉଛନ୍ତି ଜିଜ୍ଞାସୁମାନଙ୍କ ଆଗରେ ଏ କଥା ପ୍ରତିଷ୍ଠା କରି କହିପାରିବା ନାହିଁ। ପ୍ରଭୁଙ୍କର ଏଇ ରୂପ, ଇଏ ଏକ ବାସ୍ୟ ରୂପ। ମୋ ପ୍ରଭୁ କଣ ଏତିକି ଭଳି ଯାହାକୁ ଥଟ୍ଟା କରି ମା ମାନେ କହନ୍ତି ଯେ ଚାଲୁଣି ଭଳିଆ ଆଖି, ଏତେ ବଡ ଗୋଟେ ବିରାଟ ପେଟ, ଏତେ ବଡ ହାତ ନାହିଁ, ଅଙ୍ଗୁଳି ନାହିଁ, ଏଇ କଣ ମୋର ପ୍ରଭୁର ସ୍ୱରୂପ? ପ୍ରସନ୍ନା ଭବ ସୁନ୍ଦରୀ ବୋଲି ଡାକୁଛି, ଭକ୍ତ ଡାକୁଛି ପ୍ରସନ୍ନା ଭବ ସୁନ୍ଦରୀ, ମୋର ମା ସୁନ୍ଦରୀ, ଅପୂର୍ବ ସୁନ୍ଦରୀ। ତାକୁ ଦେଖି ସାଧକତାର ଚିତ୍ତରେ ବିଭ୍ରମ ଜାତ ହେଉଛି। କିନ୍ତୁ ତାକୁ ପ୍ରତୀକ ଭାବେ ତାର ପୂଜାର ଅର୍ଥ ଅନୁସାରେ, ତତ୍ଵ ଅନୁସାରେ ତାକୁ ପ୍ରତୀକ ରୂପ ଦିଆଯାଇଛି। ଲହ ଲହ ଜିହ୍ୱ, ସେ ମୁଣ୍ଡ ମାଳିନୀ, ହସ୍ତର ହାର କରି ମା ମୋର ନାଚୁଛି। କାହା ବକ୍ଷରେ ନାଚୁଛି? ମହାପ୍ରଭୁ ମହାପରମ ଶିବଙ୍କ ବକ୍ଷରେ, ଭୈରବଙ୍କ ବକ୍ଷରେ ତଥେଇ ମା ମୋର ନାଚୁଛି। ନାଚୁଥିବାର ଅର୍ଥ ମା ପ୍ରକୃତି ଚଞ୍ଚଳ। ଯେତେବେଳେ କେହି ନଥିଲେ, କିଛି ନଥିଲା, ଯେତେବେଳେ ସେ ଏକାକେ ଥିଲେ, ଯାହାର ପ୍ରତୀକ ହଉଛନ୍ତି ଆମର ଅନନ୍ତ ଶୟନ, ଯେତେବେଳେ ସେ ଶୁଅନ୍ତି ଅନନ୍ତ ସେଇ ସାଗର ବକ୍ଷରେ, କିଛି ନାହିଁ ତାଙ୍କୁ ଯୋଗ ନିଦ୍ରା ଆସିଯାଏ। ମା ସେଠାରେ ବସି ଲକ୍ଷ୍ମୀ ରୂପରେ ପଦ ସେବା କରନ୍ତି। ସେତେବେଳେ ଜୀବ ଜଗତ ନାହିଁ, କେହି ନାହିଁ, କିଛି ନାହିଁ, କେବଳ ଗୋଟିଏ ସାକ୍ଷୀ ମାର୍କଣ୍ଡେୟ ଋଷି କେଉଁଠୁ ଆସି ଭାସି ଭାସି ଯାଉଛନ୍ତି। ହୁଏତ ଚେଷ୍ଟା କରିଛି ମଣିଷ, ବା ହୁଏତ ସୃଷ୍ଟି ଚେଷ୍ଟା କରିଛି ସେଇ ସୃଷ୍ଟିଧର, ସେଇ ସୃଷ୍ଟିକର୍ତ୍ତାଙ୍କର ସୃଷ୍ଟିର ରହସ୍ୟ ଜାଣିବା ପାଇଁ, କିନ୍ତୁ ଜାଣିପାରି ନାହିଁ। ମାର୍କଣ୍ଡ ଋଷି ଭାସି ଭାସି ଗଲାବେଳେ ଏକ ଶିଶୁ ଯିଏକି ରହିଛି ତାର ବଟ ବୃକ୍ଷର ପତ୍ର ଉପରେ, ସେଇ ବଟ ବୃକ୍ଷର ପତ୍ରରେ ରହି ଡାକୁଛନ୍ତି ମାର୍କଣ୍ଡେୟ ଆସ ଆସ ଆସ। ମାର୍କଣ୍ଡେୟ ଟାଣି ହେଇ ନିଶ୍ୱାସରେ ସେଇ ମୁକୁନ୍ଦ ବାଳ ମୁକୁନ୍ଦ ଶିଶୁଙ୍କର ଗର୍ଭ ଭିତରେ ପଶି ଅନନ୍ତ କାଳ ଘାଣ୍ଟି ହୋଇଗଲେ, କିଛି ହେଲେ ରହସ୍ୟ ପାରିଲେ ନାହିଁ। ସେଇ ବାଳ ମୁକୁନ୍ଦ ଏଇ ଭୂଖଣ୍ଡରେ, ଏଇ ଅଞ୍ଚଳରେ ଥିଲେ ସେ କାଳରେ। ତେଣୁ ସେଇ ବାଳ ମୁକୁନ୍ଦଙ୍କର ଶୋଭା ଏବେ ଆମେ ଗୋଟିଏ ଦେଖେଇ ଦେଇଛେ। ବାଳ ମୁକୁନ୍ଦ ଶୋଇଛନ୍ତି, ନିଜର ପାଦର ଅଙ୍ଗୁଳିକି ନେଇ
ନିଜର ପାଦର ଆଙ୍ଗୁଳିକି ପାଟିରେ ଥୋଇ ଆନନ୍ଦରେ ରସ ଭୋଗ କରୁଛନ୍ତି ସେଇ ବାଳ ମୁକୁନ୍ଦ ବଟ ବୁଡ଼ରେ। ଇଏ ସେଇ ଅନନ୍ତ ବଟର ପ୍ରତୀକ କଳ୍ପ ବଟ। ଯୋଉ କଳ୍ପ ବୃକ୍ଷ ସମସ୍ତ କଳ୍ପନା ସମସ୍ତ କାପନା ଭୁକ୍ତି ମୁକ୍ତି ଦେଉଛି। ଏଇ ହଉଛି ଆମର ଇଏ ସେଇ ଆମର ମନ୍ଦିରର ଚୂଡା ଯାହା ଆମକୁ ବର୍ତ୍ତମାନ ଦିଶୁଛି। ଏଇ ମନ୍ଦିର ଏକାଦଶ ଶତାବ୍ଦୀ ସମୟର ମନ୍ଦିର। କେତେ ଆକ୍ରମଣ, କେତେ ତାପରେ ପ୍ରକୃତିର ନାନା ପ୍ରକାର ଅତ୍ୟାଚାର ଏ ସବୁ ସହ୍ୟ କରି ତଥାପି ଏଇ ମନ୍ଦିର ସଗର୍ବେ ମୁଣ୍ଡ ଟେକିଛି। ଯୋଉ ମନ୍ଦିର ଭିତରେ ଆମର ପ୍ରଭୁ ଆନନ୍ଦରେ ଲୀଳା କରୁଛନ୍ତି। ଧନ୍ୟ ସେ ରାଜା ଯାହାକୁ ଇନ୍ଦ୍ରଦମ୍ନ ବୋଲି କୁହାଯାଇପାରେ ମଧ୍ୟ। ଇନ୍ଦ୍ରଦମ୍ନ ଏକ ଉପାଧି ବୋଲି ମନେ ହୁଏ। ଯୋଉ ରାଜା ପ୍ରଭୁଙ୍କ ପାଖରେ ପୁରାପୁରି ସମର୍ପିତ, ପ୍ରଭୁଙ୍କର ଭାବକୁ ବିଞ୍ଚି ଦେବା ପାଇଁ, ନିଜର ପ୍ରଜା ରଞ୍ଜନ ପାଇଁ, ସାରା ଜଗତରେ ଭଗବାନଙ୍କର ଭାବ ବିତରଣ କରିବା ପାଇଁ ଯୋଉ ରାଜା ତତ୍ପର ହୋଇଥାନ୍ତି ତାଙ୍କୁ ଇନ୍ଦ୍ରଦମ୍ନ ବୋଲି କୁହାଯାଏ। କାରଣ ଇନ୍ଦ୍ରଦମ୍ନ ମହାଭାରତର ଏକ ଚିରନ୍ତନ ଚରିତ୍ର। ଇନ୍ଦ୍ରଦମ୍ନ ଯଜ୍ଞ କରିଥିଲେ। ଯୋଉ ଇନ୍ଦ୍ରଦମ୍ନଙ୍କୁ ସର୍ବ ପୁରାତନ ମନୁଷ୍ୟ ବୋଲି କୁହାଗଲା, କିନ୍ତୁ ତାଙ୍କୁ କେହି ଚିହ୍ନି ପାରିଲେ ନାହିଁ। ନିଜର ପରିଚୟ ଦେବା ପାଇଁ ବିଭିନ୍ନ ଜାଗାକୁ ଯାଇଛନ୍ତି। କଳ୍ପବଟ ପାଖକୁ, କୁର୍ମ ପାଖକୁ, ବିଭିନ୍ନ ଲୋକଙ୍କ ପାଖକୁ ଯାହାର କଥା ରହିଛି। ତେଣୁ ସେଇ ଚୋଡ଼ଗଙ୍ଗ ଦେବ, ତାଙ୍କ ପରେ ପରେ ଅନଙ୍ଗ ଭୀମ ଦେବ ପ୍ରଥମ, ଅନଙ୍ଗ ଦ୍ୱିତୀୟ, ଅନଙ୍ଗ ଭୀମ ଦେବ ଦ୍ୱିତୀୟ ବା ଅନଙ୍ଗ ଭୀମ ଦେବ ତୃତୀୟ, ଏଇ ଦୁଇ ଜଣ ଏମାନେ ମଧ୍ୟ ଏ ମନ୍ଦିରରେ ବିଭିନ୍ନ ଅଙ୍ଗ ସଂଯୋଗ କରି ଆଜି ଏଇ ସର୍ବାଙ୍ଗ ସୁନ୍ଦର এইভাবে এক বিরাট মন্দির দি কমপ্লেক্স যে সংযোগ যুক্ত এক বিরাট মন্দির আজ পৃথিবীর বক্ষরে তোলি ଦେଇଛନ୍ତି। তেণু সেই বাଳ মুকুন্দ ସିଏ ଚିରନ୍ତନ, ମାର୍କଣ୍ଡ ଋଷି ଚିରନ୍ତନ, ବଟ ବୃକ୍ଷ ଚିରନ୍ତନ, ପ୍ରଭୁ ଚିରନ୍ତନ। କଣ୍ଡୁମୁନି ତପସ୍ୟା କରୁଛନ୍ତି। ଇନ୍ଦ୍ରଙ୍କର କଥା ପୁରାଣରେ ରହିଛି। ଇନ୍ଦ୍ର ଏଭଳି ଗୋଟିଏ ଚରିତ୍ର, ଏକ ଚିରନ୍ତନ ଚରିତ୍ର। ଯଦି କେହି ତପସ୍ୟା କରେ, ଯଦି କେହି ଭଗବାନଙ୍କର ଭଜନ କରେ, ଇନ୍ଦ୍ରଙ୍କର ଆସନ ଥରେ। ତାଙ୍କ ମନ ଭିତରେ ଭୟ ଆସେ, ତାଙ୍କ ମନରେ କ୍ଷୋଭ ଆସେ ଯେ କିଏ ମୋର ପଦବୀ ନେଇଯିବ। ତେଣୁ ପ୍ରମୋଚା ନାମକ ଜଣେ ଅପ୍ସରାକୁ ଇନ୍ଦ୍ର ପଠେଇଲେ, ଯାଅ ସେ କଣ୍ଡୁମୁନିର ତପସ୍ୟା ଭଙ୍ଗ। ପ୍ରମୋଚା ଆସିଲେ, କଣ୍ଡୁମୁନିଙ୍କର ତପସ୍ୟା ଭଙ୍ଗ ହେଇଗଲା। କଣ୍ଡୁମୁନି ଏବଂ ପ୍ରମୋଚାଙ୍କର ଲୀଳା ଚାଲିଲା ଗୋଟାଏ ଯୁଗ ପର୍ଯ୍ୟନ୍ତ। ଧ୍ୟାନ ଭଙ୍ଗ ହୋଇ କେତେ କାଳ ପରସ୍ପର ଏକାନ୍ତ ରହିଛି ନା ଗୋଟାଏ ଯୁଗ। କ୍ଷୋଭରେ ଦୁଃଖରେ ଭାଙ୍ଗି ପଡ଼ିଲେ କଣ୍ଡୁମୁନି। ସାଙ୍ଗେ ସାଙ୍ଗେ ଶ୍ରୀ ପୁରୁଷୋତ୍ତମ ଦେବାୟତନ ଯଜଉ କଣ୍ଡୁମୁନିଠି ଆସିଲେ। କଣ୍ଡୁମୁନିଠି ଆସି ବ୍ରହ୍ମପାର ସ୍ତୋତ୍ରରେ ସିଦ୍ଧ ହେଲେ ଯେ ବ୍ରହ୍ମପାର ହଉଛି ବ୍ରହ୍ମଙ୍କର ଆରାଧନା। ସେତେବେଳେ ମୋ ପ୍ରଭୁ, ସେତେବେଳେ ଆମର ପ୍ରଭୁ ବାଳମୁକୁନ୍ଦ ରୂପରେ ନଥିଲେ। ସେତେବେଳେ ସେ ନଥିଲେ ନୀଳ ମାଧବ ରୂପରେ ମୋର ମନେ ହୁଏ। ସେତେବେଳେ ନଥିଲେ ମଧ୍ୟ ପୁରୁଷୋତ୍ତମ ଚତୁର୍ଭୁଜ ବିଷ୍ଣୁ ରୂପରେ। ସେ ଥିଲେ ଶୂନ୍ୟରେ, ସେ ଥିଲେ ସୂକ୍ଷ୍ମରେ, ସୂକ୍ଷ୍ମାତି ସୂକ୍ଷ୍ମ ଅନୁଭୂତିର ବଳୟ ଭିତରେ ଅନୁଭୂତ ସେଇ ଦେବ ଦେବ ଅନନ୍ତ ଶକ୍ତିର ସ୍ରଷ୍ଟା ରୂପରେ ମନ୍ତ୍ର ମଧ୍ୟରେ ଥିଲେ। ମନ୍ତ୍ର ରୂପୀ ଜଗନ୍ନାଥ। ଆଜି ଯୋଉ ଜଗନ୍ନାଥ ନାମ ଆମେ କହୁଛେ, ଏ ଜଗନ୍ନାଥ ନାମ ମଧ୍ୟ ବିଶେଷ ପ୍ରାଚୀନ ବୋଲି ମନେ ହୁଏ ନାହିଁ। ବିଭିନ୍ନ ନାମରେ ମୋର ପ୍ରଭୁ ଏଠାରେ। କେତେବେଳେ ସେ ବାସୁଦେବ, ବହୁନା ଜନ୍ମ ନାମନ୍ତେ ଜ୍ଞାନବାନ ମାଂ ପ୍ରପଦ୍ୟନ୍ତେ, ବାସୁଦେବ ବାସୁଦେବ ସର୍ବମିଦಂ। ତେଣୁ ବାସୁଦେବ ସ ମହାତ୍ମା ସୁଦୁର୍ଲଭ। ଏ ମହାତ୍ମା ଯିଏ ବାସୁଦେବଙ୍କୁ ସବୁଠି ଦେଖୁଛି, ନିଜ ଭିତରେ ବାସୁଦେବ, ଜଗତ ଭିତରେ ବାସୁଦେବ, ସକଳ ପଦାର୍ଥ ଭିତରେ ଯେ ବାସୁଦେବଙ୍କୁ ଦେଖେ, ସେଇ ବାସୁଦେବ ଥିଲେ। ବାସୁଦେବଙ୍କ ସାଙ୍ଗରେ ଆସିଲା ଯେତେବେଳେ ଭାଗବତ ଧର୍ମର ବିସ୍ତାର ହେଲା। ଆଜି ଯାହା ବୈଷ୍ଣବ ଧର୍ମ ବୋଲି ଆମେ କହୁଛେ, ତାହା ଥିଲା ଭାଗବତ ଧର୍ମ। ତେଣୁ ପ୍ରାଚୀନ ଭାଗବତ ଧର୍ମରେ ଥିଲେ ବାସୁଦେବ ସୃଷ୍ଟିକର୍ତ୍ତା, ସର୍ବତ୍ର ବିରାଜିତ ସର୍ବଦେବମୟ ବିଷ୍ଣୁଙ୍କର ନାମ ଥିଲା ବାସୁଦେବ। ସର୍ବୋତ୍ତମ ସୃଷ୍ଟିର ସର୍ବୋତ୍ତମ ଦେବତା ଥିଲେ ବାସୁଦେବ। ତାଙ୍କର ପ୍ରକଟ ରୂପ, ତାଙ୍କର ପ୍ରତୀକ ରୂପ
तांकु जानी पारला भली रूप जहां को हमें बलदेव भी कहूचे से हेले संकर्षण ये गोटे लेखा व्यूह ए व्यूह होची प्रभुंकर प्रकट प्रभुंकर ज्योति प्रकाश प्रथम व्यूह सर्वप्रधान व्यूह वासुदेव द्वितीय व्यूह हला संकर्षण तापरे आसिले प्रद्युम्न तापरे अनिरुद्ध चारिटा व्यूह रे भली पूजा चलिला अनिरुद्ध प्रद्युम्न चली गले किंतु रहिले वासुदेव संकर्षण वासुदेव मूल वासुदेव टू जात संकर्षण संकर्षण बा बलदेव आम जहाँ कहे से विष्णु ये परम विष्णु तांकठू आसिले विष्णु पूजा घेरिबा विष्णु मनीष को चिन्हिबा विष्णु भक्तर आराध्य विष्णु भक्तर आलिंगन देवा विष्णु भक्त को आलिंगन देवा विष्णु किंतु सबु आलिंगन पूजा सबु वास्य उपचार ऊर्ध्वे परम विष्णु जहाँ को कहा जाए निदा विष्णु शारदा दास भाषा से हेले वासुदेव तेणु वासुदेव संकर्षण यही भाव में पूजा चलला बेले मझिरे आसिले माँ भुवनेश्वरी बा एकानंसा चतुर्थ जिते द्वितीय शताब्दी पूर्व ख्रीष्टपूर्व द्वितीय शताब्दी पूर्व व्यवस्था रहिला पाणिनि व्यवस्था अनुसार एवं रहिला जे वासुदेव एवं संकर्षण मध्य एकानंसा पूजा पाइबे किए से एकानंसा एकानंसा होचंती ये तो बहुत कथा एकानंसा एवं सुभद्रा को एक आमे करि पारिबा एकानंसा सेही होचंती बिजुली कन्या जहाँ को कंस शिला कचाड़ी थिला किंतु से न कचाड़ी होई शून्य को उड़ी गले आसी विंध्य पर्वत रे पूजा पाइले एवं पूजा पाई कृष्ण विरह रे घारी होई पुणी आसिकी रोहिणी गर्भ रे जन्म नेले पुणी तांको आमर जे अछंती अच्युतानंद दास से देले वृद्ध बयस रे यशोदा गर्भ रे सुभद्रा नाम नै कि से आसिले ये सब पुराण कहानी मूलतः पूजा हला त्रिमूर्ति सारा भारत वर्ष रे वासुदेव संकर्षण एकानंसा ओडिशा रे एकानंसा बा दुर्गा सुभद्रा नाम रे परिचित हेले स्कंद पुराण रे सुभद्रा को आमे लक्ष्मी बोली कहिचे तेणु आज से जो महाप्रभु भितर अच्छी जहाँ मोर बंधु सूर्य नारायण केते गदगद हेकी कहते छोटिया छुआ खाई ना पाटी बारी होनी मोहर मन होला अरे बाबू एपटे सिना पाटी शिक्षा हो जाइए जरे सेपटे बसी परा एकदम आमर नारायण रूप में भुवनेश्वर रूप में केते केते भोग खाऊं कि लीला किए ताको चिन्हिब किए ताको भाविब आउ ये रथर प्रतिष्ठा सी आज रथरे विजय करुछि ये रथ कथा कहवा गले केते रूप में कहवा खब श्रोता बंधु माने भक्त जिज्ञासु माने केते कहानी केते इतिहास ए विषय शुणुचंती ए विषय स्थिर निश्चय करी कहिबारे कौनसी सिद्धांत को अभ्रांत बोली देखा जाई पारिबो नाही पुराण किछि कहिचंती वेद किछि कहिचंती गवेषक माने किछि कहउचंती इतिहास ए विषय मध्ये संपूर्ण भावे देई पारु नाही ए जो रथ ए रथ भगवान श्रीकृष्णकर थिला सूर्यदेवंकर रथ अछि श्री रामचंद्र को रथ देवता माने देइथिले तेणु रथ एक प्राचीन संस्कृतिर अनुष्ठान विशेष तेणु से रथ भारत वर्ष रे भीष्मदेव रथ थिला युधिष्ठिर रथ थिला दुर्योधन रथ थिला तेणु रथ आरोहण कर युद्ध करवा राजा मानकर एक विलास रथ थिला एक विराट जान रथ थिला युद्ध रे जीवा निमंत एक द्रुतगामी एवं अश्वयोजित एक अनुष्ठान एक जान तेणु से जान यही भूमि रे केबे व्यवहार हैला एई विषय चिंता कले कौन सिद्धांत आसी पारिबो नाही गवेषक माने केते कथा कहिचंती पुराण केते कथा कहिची किंतु जदि देखा जाए शास्त्र देखी इतिहास देखी जदि कहा जाए एकादश शताब्दी दशम शताब्दी एकादश शताब्दी रे भगवान विष्णुंकर जो उत्सव सब लेखा हैची से उत्सव भितर रथ अनुष्ठान नथिला आज जो विपुल आकार रे जो रथ देखा जाउची ये कोन दिनकर कार्य आज जो हुए तो दिने एक रथ थिला परे तीन रथ हेची विपुल रथ हेची जे भली भाव में देखू प्रथमे एक दारु तीन मूर्ति होउतले एबे तीन मूर्ति का पई विभिन्न दारु चतुर्धांग पई चारटा दारु द लंडन वाज नेवर बिल्ट रोम वाज नेवर बिल्ट इन अ डे रोम शहर गोटा दिन रे हेने
आज जो विराट विश्वव्यापी विश्व पवित्र विश्व वंदित जो रथ यात्रा हजार हजार लोक लक्ष लक्ष लोक आकांक्षा होइचंती जहांका पाई मीडिया माने चंचल हो जाइचंती जोठू धन आगमर व्यापार अर्थ आगमर व्यापार ज्ञान अर्जन कर व्यापार एक पृथ्वी व्यापी एक विपुल अनुष्ठान जहाँकि जुग जुग व्यापी पृथ्वीर इतिहास बक्षरे स्वर्णाक्षर लिखि रहिबो ये कोन दिनकर कथा केबे जगन्नाथ रथ चढ़िले ए विषय बहुत कथा अछि जदि आसीचंती चोड़गंग काली जेतेबेले आमे बाटरे आसु थाउ जेतेबेले जगन्नाथ पाखरे विपुल भिड़ होइता 4:30 बेलू आम मैंने बाहर जगन्नाथ दर्शन करने से श्रीमंदिर सामने 7 पाहाच तले कि भिड़ झाड़ गम गम हो बही जाऊँगी किंतु गोटे कहीं विचलित होना समस्त मन में गभीर आकांक्षा प्रभु को दर्शन करेंगे से किसी भक्त भाषा कथा होते सीमाचल कथा सीमाचल तो ओडिशा रे थिला सीमाचल थिला कलिंग जेतेबेले कलिंग उत्कल कौशल एकाठी थिला कलिंगर राजा माने जो माने रहुथिले तांकर अधीन रे थिला सीमाचल सीमाचल रे देवतांकर विवाह होउथला देवतांकर विवाह को तांकर तेलुगु भाषा रे तमिल भाषा रे कहंती जे होची कल्याण तेणु जगन्नाथ एवं लक्ष्मींकर विवाह बा नृसिंह एवं लक्ष्मींकर विवाह को कहले कल्याण उत्सव तेणु कल्याण उत्सव रे प्रभु तांकर रथरे बसंती एवं रथरे बसी मंदिर चारिपटे बुलंती एबे भी आमे देखिबा बिरजा मांकर जो रथ चालुची से बिरजा मंदिर चारिपटे बुलुची तेणु कल्याण एक विवाह सहित संपर्क प्रभुंकर रथ यात्रा विवाह सहित संपर्क एबे आमे देखिबा किछि दिन तळे स्नान पूर्णिमार अल्प दिन पूर्व 4-5 दिन पूर्व हेइथिला रुक्मिणी विवाह रुक्मिणी सहित प्रभु पशा खेलुथि प्रभुंकर विवाह विवाह गंठी फिटी नाई विवाह गंठी फिटे जोटा बांधी दिया जाए बर कन्या से फिटिबा पूर्व प्रभुंकर रथ यात्रा है प्रभुंकर रथ यात्रा प्रभुंकर स्नान पूर्णिमा है प्रभु को ज्वर हो तेणु कह जाए मन कर किसी गवेषक एवं ता विषय आखि पकड़े आप देखिए जे एटा जो विवाह उत्सव स्नान उत्सव शयन उत्सव ये सब शतानंद बोली जे लिखिथिले विशिष्ट जे ओडिशार विशिष्ट जे गवेषक ओडिशार पुराण लेखक तांकर उत्सव भितर रथ यात्रा नहीं परवर्त काल ले कहगला 12 मासरे 13 यात्रा रथ यात्रा को ए विषय रे जुक्त करिबा पई शयन उत्सव सहित रथ यात्रा को जुक्त करा जाईछि सेही मासरे शयन सेही मासरे रथ यात्रा हम माने देखिबा जेतेबेले रथ यात्रा प्रभु आसी रथरे एकादशी करूचंती सेटा होची शयन यात्रा उत्सव शयन यात्रा आग समय रे 10म शताब्दी रे बहु प्रधान उत्सव थिला शयन उत्सव परे आसीबे समस्ते ऋषि साधु समस्ते आसी यापन करिवे उत्सव करिवे सेही शयन उत्सव रे सहित आमे रथ यात्रा को करिछि तेणु रथ यात्रा एक परवर्ती कालर सृष्टि रथ यात्रा रथ थिला श्रीकृष्णंकर रथ थिला सूर्यंकर रथ थिला तेणु जदि आमे मन करिबा श्रीकृष्णंकर रथ थिला बोली प्रभु श्रीकृष्ण बोली एठी रथ यात्रा होईछि एता कहा जाई पारे किंतु अनुध्यान कले देखा जिवो हमर जो डॉक्यूमेंट अछि हमर जो शास्त्र अछि से शास्त्र रे आमे वर्तमान पार्श्व देवता को देखुछु विभिन्न पार्श्व देवता एमाने समस्ते नव कलेबर रे आंकर पूजा एमाने नव कलर सृष्टि हो जाइछन्ति प्राण प्रतिष्ठा होइछन्ति प्राण प्रतिष्ठा हुए समानकर एठी पूजा नाही किंतु एठी रहि गेला परे समाने एई रथरे युक्त हुअन्ति प्राणवंत हुअन्ति तेणु मु जो कहउतली प्रभुकर कथा वर्तमान गोटे विरति नबा परवर्ती काल आउ टिके ए विषय आलोचना करबा जय जगन्नाथ।